ରେଙ୍ଗାଲି ବାମ ଶାଖା କେନାଲରେ 30 ଫୁଟର ଘାଇ। ରେଙ୍ଗାଲି ବାମ କେନାଲର ଶାଖା କେନାଲରେ 30 ଫୁଟର ଘାଇ ସୃଷ୍ଟି ହୋଇଛି। ଦୀର୍ଘ 4 ଦିନ ହେଲା ଘାଇ ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖା ନାହିଁ। ତଳମୁଣ୍ଡର ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। କାମାକ୍ଷାନଗର ବ୍ଲକ କନ୍ତିଓ କାଟଣୀ ଦେଇ ଯାଇଥିବା ରେଙ୍ଗାଲି ବାମ କେନାଲର ଶାଖା କେନାଲଟି ପ୍ରାୟ 30 ଫୁଟର ଭଳି ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ହୋଇ ଧାନ ବିଲରେ ଏବେ ବାଲିଚର ହୋଇଯିବା ସହ ଏକର ଏକର ଧାନ କ୍ଷେତ ଜଳମଗ୍ନ ହୋଇଯାଇଛି। ଯାହାଫଳରେ ଚଳିତ ବର୍ଷାର ପରିମାଣ କମ୍ ଥିବାରୁ ଏହି କେନାଲକୁ ଭରସା କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା, ଆଜକୁ 4 ଦିନ ଧରି କେନାଲଟି ଭାଙ୍ଗି ଯାଇଥିଲେ ମଧ୍ୟ ବିଭାଗ ତରଫରୁ ମରାମତି କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାଫଳରେ ଏହି କେନାଲ ପାଣିକୁ ଚାହିଁ ଏବେ ଚିନ୍ତାରେ ଚାଷୀ। ତେଣୁ ତୁରନ୍ତ କେନାଲ ମରାମତି ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରୁନାହିଁ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।